ଯାଜପୁର ଜିଲ୍ଲା ମାଳନ୍ଦପୁର ପଞ୍ଚାୟତରେ ଦେଖୁଥିବେ ମୋ ପଛପଟେ କୋଉଭଳି ଭାବରେ ବନ୍ୟା ଜଳ ବୈତରଣୀ ପ୍ରଭାବିତ ହେଉଛି। ଏଠି 100ରୁ ଅଧିକ ଘର ଅଛନ୍ତି, ଏବେ ପର୍ଯ୍ୟନ୍ତ ବନ୍ୟା ଜଳରେ ଅଛନ୍ତି। ତାଙ୍କ ପାଖରେ କୌଣସି ପ୍ରଶାସନ ଅଧିକାରୀ ଆସିନାହାନ୍ତି। ଆପଣମାନେ ସିଧାସଳଖ ଚିତ୍ର ଦେଖିପାରୁଥିବେ। ଆମ ପାଖରେ ଅଛନ୍ତି ସେ ଗ୍ରାମବାସୀ ବହୁତ ଅଛନ୍ତି, ବାସିନ୍ଦା। ଆମେ ସିଧାସଳଖ ତାଙ୍କ ସହିତ କଥା ହେବା। ଅଛନ୍ତି ଆମ ପାଖରେ କିଛି ଯୁବକ ମାନେ ଏବଂ ମା ମାନେ ବି ଅଛନ୍ତି। ଆମେ ସିଧାସଳଖ କଥା ହେବା। ଆଜି ପରିଚୟ ରଖିବେ। କଣ କହିବେ, କେବେଠୁ ପଶିଲାଣି ପାଣି? ପାଣି ତ କାଲି ରାତି 12ଟା ଗୋଟେ ଆରମ୍ଭ ହେଲା। ପାଣି ଗାଁରେ ବସିବା ଅଚାନକ ପାଣି ହେଇଗଲା। ପାଣି ହୁଏ ଆଗରୁ, କିନ୍ତୁ ଏଭଳି ଅଚାନକ ପାଣି ହୁଏନି କେବେ। ଆଉ ରାତି 12ଟାରୁ ପାଣି ହେଲା ଦିନ 12ଟା ପର୍ଯ୍ୟନ୍ତ। 12ଟା ପରେ ଟିକେ ପାଣି ଥମିଲା ଭଳିଆ ଲାଗୁଛି। ଆଉ ଏଠି ଦେଖୁଛନ୍ତି ତ ପରିସ୍ଥିତି ଏଇଭଳିଆ, ଗାଁ ଲୋକ ସବୁ ରାସ୍ତା ଉପରେ ପାଣି। ଦେଖିବେ କାଲି ରାତିଠୁ ଆମେ ଯାହା ଜାଣିଛୁ ଅଣ୍ଟେ ଅଣ୍ଟେ ପାଣି ହେଇଛି ଏବଂ ରୋଷେଇ ବାସ ହେଇନି। କୌଣସି ପ୍ରଶାସନ ଅଧିକାରୀ ପହଞ୍ଚିଲେଣି ଆପଣଙ୍କ ପାଖରେ? ନା ନା, କେହି ପହଞ୍ଚି ନାହାନ୍ତି। ପହଞ୍ଚେନି ନା, ବେଶୀ ପାଣି ହେଇଛି ଗାଁ ଭିତରେ। ପ୍ରଶାସନ କେହି ପହଞ୍ଚିନାହାନ୍ତି। ଦେଖୁଥିଲେ ଯାହା ସେ ପ୍ରତିକ୍ରିୟା ରଖୁଥିଲେ, କୌଣସି ପ୍ରଶାସନ ଅଧିକାରୀ ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚିନି। କୌଣସି ସରକାରୀ ସୁବିଧା ବି ତାଙ୍କ ପାଖରେ ନାହିଁ। ଯାହା ଶୁଣୁଥିଲେ ଆପଣ ମାନେ ଚିତ୍ର ବି ଦେଖୁଛନ୍ତି। ମୁଁ କହିବି କ୍ୟାମେରା ଭାଇଙ୍କୁ ଦେଖେଇବେ ଚିତ୍ର ସିଧାସଳଖ। ଛୋଟ କୁନି କୁନି ପିଲାମାନେ କେଉଁଭଳି ଟ୍ୟୁବ ଭାବରେ ଆସୁଛନ୍ତି ଏବଂ କୋଉଭଳି ଭାବରେ ଅଛନ୍ତି ସେ ଅବସ୍ଥାରେ ବନ୍ୟା ଜଳରେ। ଆଉ ସିଧାସଳଖ କଥା ହବା। ଆମ ପାଖରେ ଆଉ କିଛି ଅଛନ୍ତି ଯୁବକ ବନ୍ଧୁ ମାନେ, ସିଧାସଳଖ କଥା ହବା ତାଙ୍କ ସହିତ। ଟିକେ ପରିଚୟ ରଖିବେ। ଏଇ ଗାଁର ଦଳେଇ ହେଲା। ଗାଁରେ ପ୍ରବଳ ପାଣି, ଲୋକ ଭାରି ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଖାଇବା ପିଇବାର ଭାରି ଅଭାବ। କୌଣସି ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଏଠି ସହାୟତା ନାହିଁ। ଲୋକ ଏମିତି ସମ୍ମୁଖୀନ ହେଇକି ଚଳିଛନ୍ତି। ଆଉ ତ ଶୁଣୁଥିଲେ ତ ବହୁତ ଅସୁବିଧାରେ ଅଛନ୍ତି ଗ୍ରାମବାସୀ ଏବଂ ପାଣି ବି ଏବେ ପର୍ଯ୍ୟନ୍ତ କମି ନାହିଁ। ସିଧାସଳଖ ଆପଣ ମାନେ ଚିତ୍ର ଦେଖୁଥିଲେ, ପାଣି ଏବେ ପର୍ଯ୍ୟନ୍ତ କମିନି। ପ୍ରଶାସନ କୌଣସି ଅଧିକାରୀ ଆସିନାହାନ୍ତି। ଏବେ ଆମ ପାଖରେ ଆଉ କିଛି ଲୋକ ପାଣିରେ ଆସୁଛନ୍ତି। ସିଧାସଳଖ ଦେଖନ୍ତୁ ସେ ଚିତ୍ର କେଉଁଭଳି ଭାବରେ ଅଣ୍ଟେ ଅଣ୍ଟେ ପାଣିରେ ସେମାନେ ଆସିଛନ୍ତି। ଟିକେ ପରିଚୟ ଦେବେ। ମୁଁ ରଞ୍ଜନ ଦଳେଇ। କଣ କହିବେ, କେବେଠୁ ପାଣି ପଶିଲାଣି? 2 ଦିନ ହେଲା ପାଣି ପଶିଲାଣି। କୌଣସି ଲୋକ ଆସିନାହାନ୍ତି ପ୍ରଶାସନ? ପ୍ରଶାସନ ଲୋକ ଆଇଥିଲେ, ବିଜେପି ଲୋକ ଆଇଥିଲେ, ବିଜେଡି ଲୋକ ଆଇଥିଲେ, ଆସିକି ଅବିକା ଯାଇଛନ୍ତି। ଅବିକା ଆସିଥିଲେ। ତ କାଲିଠୁ ଆପଣ ମାନେ ଖାଦ୍ୟ ରନ୍ଧାବନ୍ଧା କିଛି ହେଇଛି ନା ନା ହେଇନି? କିଛି ହେଇନି। ଶୁଖିଲା ଖାଦ୍ୟ ଦେଇଛନ୍ତି ଆଜି, ଆମେ ଖାଇକି ରହିଛୁ। ଶୁଣୁଥିଲେ ଦେଖନ୍ତୁ, ଶୁଖିଲା ଖାଦ୍ୟ ଖାଇଛନ୍ତି। ଏପର୍ଯ୍ୟନ୍ତ କୌଣସି ରନ୍ଧା ଖାଦ୍ୟ ତାଙ୍କ ପାଖରେ ଆସିକି ପହଞ୍ଚି ନାହିଁ। ଆଉ ସିଧାସଳଖ ଆପଣ ଶୁଣୁଥିଲେ ତାଙ୍କର ପ୍ରତିକ୍ରିୟା। ଜଣେ ଯୁବାନ ଉଦୀୟମାନ ବ୍ୟକ୍ତି ଏବଂ ଯୁବକ, ସିଏ ତାଙ୍କର ପ୍ରତିକ୍ରିୟା ଦେଖିବା କଣ କହୁଛନ୍ତି। ସେ କେତେ ସମୟ ହେଲା ପାଣି ଏଠି ଥିଲା, ଆଉ କେତେ ହଇରାଣରେ ଅଛନ୍ତି ପଚାରିବା ତାଙ୍କୁ। ଟିକେ ପରିଚୟ ରଖିବେ। ନମସ୍କାର, ମୁଁ କୁନାମହି, ଯୁବ ସମାଜସେବୀ। କାଲି ରାତି 2ଟା ଠାରୁ ଆମ ଗ୍ରାମରେ ପାଣି ପଶିଛି, ଯାହାଦ୍ୱାରା ବହୁତ କ୍ଷୟକ୍ଷତି ବି ହେଇଛି। କାହାର ବି ଯେଉଁ କାନ୍ଥ ଘର ଫାଟି ପଡ଼ିଯାଇଛି, ବହୁତ କ୍ଷତି ହେଇଛି। ଯାହାଦ୍ୱାରା କି ଆଜି ଆମର ନେତା, ଯିଏକି ଲୋକପ୍ରିୟ ନେତା ବାବୁ ପ୍ରସାଦ ଦାସ ଆସିଥିଲେ, ନିଜେ ଟ୍ରାକ୍ଟର ମାଧ୍ୟମରେ ଗ୍ରାମ ଭିତରେ ପଶି ଘର ଟୁ ଘର ବୁଲି ସମସ୍ତଙ୍କର ଦେଖିକି ଯାଇଛନ୍ତି। କାହାର କୋଉଠି କ୍ଷତି ହେଇଛି, କଣ ଭଲ ମନ୍ଦ ହେଇଛି, ସେ ସରକାର ସହାୟତା ଦେବାକୁ ସରକାରଙ୍କ ସହିତ କଥାବାର୍ତ୍ତା କରିକି ଆଲୋଚନା ମାଧ୍ୟମ ନେଇ ଯାହାର ଯେତିକି ସହାୟତା କରିବା କଥା ସେ ପ୍ରତିଶ୍ରୁତି ଦେଇକି ଯାଇଛନ୍ତି। ଆଉ ଏତିକି ଗୋଟେ ଖୁସିର ଜିନିଷ, ଯିଏକି ଆମର ଲୋକପ୍ରିୟ ନେତା, ଯାହାକୁ ଆମେ ଅତି ନେତା ବୋଲି ଭାବୁଛୁ, ସେ ଆମ ସୁଖ ଦୁଃଖରେ ଆସି ପହଞ୍ଚି ପାରିଲେ। ପାଣି ଭିତରେ ଘେରରେ ପହଞ୍ଚି ଯଦି ଟ୍ରାକ୍ଟର ମାଧ୍ୟମରେ ଯାଇ ଆମ ଗାଁ ଟୁ ଗାଁ ବୁଲି ସବୁ ସମସ୍ୟାକୁ ଦେଖିଲେ, ସେଇଟା ହେଉଛି ଆମ ପାଇଁ ବହୁତ ବଡ଼ କଥା। ପାଣି ତ ଟିକେ କମିଲାଣି, ତଥାପି କଣ ହେଇପାରିବ, ରାତି ବିକଳରେ ବର୍ଷା ହେବ, ଯଦି ଆଗକୁ କଣ ହେଇପାରିବ କେହି କହିପାରୁନି। କିନ୍ତୁ ଦୟାକରି ଆମେ କହୁଛୁ ଯେ ସରକାର ଏପର୍ଯ୍ୟନ୍ତ ଆମ ପାଖରେ ପହଞ୍ଚି ପାରିନାହିଁ। ତ ଯାହା ଶୁଣୁଥିଲେ, ସରକାର ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ନାହିଁ। କିନ୍ତୁ ଭବପ୍ରସାଦ ଦାସ ଆସି ପହଞ୍ଚିକି ତାଙ୍କ ଗାଁରେ କିଛି ଖାଦ୍ୟ ବାଣ୍ଟିଛନ୍ତି, ତ ସ୍ୱାଗତ ଯୋଗ୍ୟ କଥା। ତ କେତେ ପରିବାର ରହୁଛନ୍ତି, କେତେ କ୍ଷୟକ୍ଷତି ହେଇଛି? ପରିବାର ତ ଆମ ଗ୍ରାମରେ 80 ଘର ପରିବାର ଅଛନ୍ତି। ତା ମିନିମମ୍ 30-35 ଘର କ୍ଷତି ହେଇଛି। ଯାହାଦ୍ୱାରା କି ଯେଉଁମାନଙ୍କର ମାଟି ଘର ଭଲ ମନ୍ଦ ହେଇଛି, ସେମାନେ ବହୁତ ଖରାପ ଅବସ୍ଥାରେ ବି ଅଛନ୍ତି। ଆପଣମାନେ ତ ଦେଖୁଥିବେ ପାଣି କିପରି ଭାବରେ ରହିଛି। ଆପଣମାନେ ଅନୁଭବ କରୁଥିବେ ଲଗ୍ନ ଚିତ୍ର ଆପଣଙ୍କ ସାମ୍ନାରେ, କି ଗାଁ ଭିତରେ ଛାତିଏ ପାଣି, ଯାହାକି ଆମ ପାଇଁ ବହୁତ ଦୁଃଖଦ। ଆମେ 2 ଦିନ କାଲି ରାତିଠାରୁ ଆମେ ବଜାରକୁ ବି ବାହାରି ପାରୁନୁ। ଏହିପରି ଭାବରେ ଆମ ଅବସ୍ଥାରେ ଅଛନ୍ତି।
ତ ପ୍ରଶାସନ କତିରେ କଣ ନିବେଦନ ରଖିବେ? ପ୍ରଶାସନ ନିବେଦନ, ପ୍ରଶାସନ ତ ଏପର୍ଯ୍ୟନ୍ତ ଆସି ପହଞ୍ଚି ନାହିଁ। ନିବେଦନ କଣ ରଖିବୁ ପ୍ରଶାସନକୁ? ପ୍ରଶାସନ ଆଖି କେବେ ଫିଟୁଛି, କେବେ ନିଦ୍ରା ତାଙ୍କର ଭାଙ୍ଗୁଛି ଦେଖାଯାଉ। କେବେ ଆସୁଛନ୍ତି ଲୋକଙ୍କର ସମସ୍ୟା ଦୂର କରୁଛନ୍ତି, ତାହା ଆପଣମାନଙ୍କ ମାଧ୍ୟମରେ ମୁଁ କହି ରଖୁଛି କି ଆପଣ ବଡ଼ ବଡ଼ ନେତା ଅଛନ୍ତି ଯିଏକି ଲୋକପ୍ରିୟ ସରକାର କହୁଛନ୍ତି, ଏପର୍ଯ୍ୟନ୍ତ ଆସି ପହଞ୍ଚି ନାହାନ୍ତି। ତ ସିଧାସଳଖ ଶୁଣୁଥିଲେ ତାଙ୍କର ପ୍ରତିକ୍ରିୟା। ସେ ସରକାରକୁ ଯେଉଁଭଳି ଭାବରେ କହୁଥିଲେ ସେ ପହଞ୍ଚି ନାହାନ୍ତି, ଏପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିନାହିଁ। ତ ସିଧାସଳଖ ଶୁଣୁଥିଲେ, କିନ୍ତୁ ଆଉ ତାଙ୍କ ସହିତ ଟିକେ ପରିଚୟ ରଖିବେ। ସ୍ୱର ପ୍ରତାପ ରାୟ। ତ କଣ କହିବେ, କେତେବେଳୁ ପାଣି ପଶିଲାଣି, କେବେ? ଗତକାଲି ଦିନ 2ଟା ବେଳୁ ଆଲର୍ଟ ଆସିଲା ଯେ ବଡ଼ ବନ୍ୟା ହେବାର ଆଶଙ୍କା ରହିଛି, ଯାହାକି ରାତି ଭିତରେ ସମ୍ପୂର୍ଣ୍ଣ ଗ୍ରାମ ଚାରିକର ପାଣି ପଶିଗଲା। ତ ସରକାର ପହଞ୍ଚିଲେଣି, ତ କିଏ ପ୍ରଶାସନ ପହଞ୍ଚିଲେଣି, କିଛି କାର୍ଯ୍ୟ ବଣ୍ଟା ହେଲାଣି? ପ୍ରଶାସନ ଅବଶ୍ୟ ନ ପହଞ୍ଚିଥିଲେ ବି ଚୁଡ଼ା ସାଧାରଣ ଖାଦ୍ୟ ବଣ୍ଟା ହେଇସାରିଲାଣି। ତ କ୍ଷୟକ୍ଷତି କେତେ ଆକଳନ କରିବେ, କେତେ ମାତ୍ରାରେ? କ୍ଷୟକ୍ଷତି କିଛି ସମସ୍ତଙ୍କ ତ ପ୍ରାୟ ପକ୍କା ଘର, କିଛି ହିସାବରେ 4-5 ଘର ଚାଳ ଘର କିଛି ଇଫେକ୍ଟ ହେଇଛି। ଏତେ ବି ଇଫେକ୍ଟ ହେଇନି, ଯେହେତୁ ଆମର ଧାନ ଫାନ ଚାଷ ହିସାବରେ ତଳି କିଛି ଯାଇଛି। ତ ସିଧାସଳଖ ଶୁଣୁଥିଲେ ଯେଉଁଭଳି ଭାବରେ ତାଙ୍କର ପ୍ରତିକ୍ରିୟା ରଖୁଥିଲେ, କ୍ଷୟକ୍ଷତି ହେଇଛି କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚୁନି। ତ କୋରେଇରୁ କ୍ୟାମେରା ପର୍ସନ ସୁନୀଲଙ୍କ ସହିତ ବସନ୍ତ କୁମାରଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ। ଯାଜପୁରରୁ କ୍ୟାମେରା ପର୍ସନ ବସନ୍ତ କୁମାରଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।